ନୟାଗଡ଼ ଜିଲ୍ଲା ପରିଷଦ ନୟାଗଡ଼ରେ ପିଅନ ଭାବେ କାର୍ଯ୍ୟରତ ଶ୍ରୀ ଯୁଗଳ କିଶୋର ମହାନ୍ତି ନିଜର ପଦବୀର ସୀମାକୁ ଅତିକ୍ରମ କରି ଅଧିକାରୀଙ୍କ ଭଳି ଆଚରଣ କରୁଛନ୍ତି। ସେ ମହାଶୟଙ୍କର ସପ୍ତମ ଶ୍ରେଣୀ ଯୋଗ୍ୟତା ହୋଇଥିଲେ ମଧ୍ୟ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ଭୁଲ ଭାବେ ପ୍ରଦର୍ଶନ କରି +2 ଯୋଗ୍ୟତା ଯୋଡ଼ି ଚାକିରିରେ ଅନୁଚିତ ଭାବରେ ପ୍ରବେଶ କରିଛନ୍ତି, ଯାହାକି ସେ ପଢ଼ିଥିବା ବିଦ୍ୟାଳୟରୁ ତନଖିଲେ ଜଣାପଡ଼ୁଛି। ଗୁରୁତର ଅପରାଧ ବୋଲି ଜାଣି ମଧ୍ୟ ସେ ଅଫିସର ଫାଇଲରୁ ଫଟୋ ଉଠାଇ ଗୋପନୀୟ ତଥ୍ୟକୁ ବାହାରକୁ ବିକ୍ରି କରୁଛନ୍ତି। ଏଥିସହିତ ସେ ଫାଇଲ ପାସ୍ କରିବା ପାଇଁ କର୍ମଚାରୀକୁ ଚାପ ଦେଇ ଅର୍ଥ ଆଦାୟ କରୁଛନ୍ତି। ଅଧିକାରୀଙ୍କ ନାମରେ ଅବୈଧ ଭାବରେ ପଇସା ପତ୍ର ଦ୍ରବ୍ୟ ଆଦାୟ କରୁଛନ୍ତି। ବିଭିନ୍ନ ଅଧିକାରୀଙ୍କ ଘରକୁ ମିଠା, ଆମିଷ ଦ୍ରବ୍ୟ ଓ ପଇସା ପହଞ୍ଚାଇ ତାହାର ବଦଳରେ ଅବୈଧ ସୁବିଧା ନେଉଛନ୍ତି। ଏହି ଲାଞ୍ଚୁଆ ଓ ଦୁର୍ନୀତିମୂଳକ କାର୍ଯ୍ୟ ଦ୍ୱାରା ସେ ନୟାଗଡ଼ ଓ ଦଶପଲ୍ଲାରେ 4 କୋଟି ମୂଲ୍ୟବାନ ଜମି କ୍ରୟ କରି ନୟାଗଡ଼ରେ 2 ମହଲା ବିଶିଷ୍ଟ ଘର ନିର୍ମାଣ କରିଛନ୍ତି। ଏ ଅବୈଧ ସମ୍ପତ୍ତି ଠୁଳ କରିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ବୋଲି ସ୍ପଷ୍ଟ ଭାବରେ ଜଣାପଡ଼ୁଛି।